এই ସକାଳ ସମୟରେ ପ୍ରଭୁ ଏ ପ୍ରାତଃ କାଳରେ ଆମମାନଙ୍କୁ ଏକତ୍ର କରିଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଉ ଆମର ଆଜ୍ଞାମାନଙ୍କୁ ରାହୁଲ ଆଜ୍ଞା ଆହୁରି ବୀରେନ୍ଦ୍ର ଆଜ୍ଞା ଆହୁରି ମଧୁସ୍ମିତା ଦିଦିକୁ ମଧ୍ୟ ପ୍ରଭୁ ବହୁଳ ଗୁଣରେ ଆଶୀର୍ବାଦ କରନ୍ତୁ, ପ୍ରେମ ନମସ୍କାର କରେ। ଆଉ ଏ ସୁନ୍ଦର ପରିଚାଳନା କରିଛନ୍ତି, ଆଉ ଆମମାନଙ୍କୁ ତାଙ୍କର ସାଙ୍ଗରେ ସହଯୋଗ କରି ଏ ସୁନ୍ଦର ସୁଯୋଗ ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ। ଆସନ୍ତୁ ଆମେ ବାକ୍ୟ ନିକଟକୁ ଯିବା, ଟିକେ ପ୍ରାର୍ଥନା କରିବା। ପବିତ୍ର ପରମେଶ୍ୱର ବାପା, ସ୍ୱର୍ଗୀୟ ବାପା, ତୁମ ଚରଣ ତଳେ ଆସୁଛୁ ପ୍ରଭୁ। ତୁମେ ଆମର ବାପା, ସେଥିପାଇଁ ତୁମ ଚରଣ ତଳେ ଆସୁଛୁ ପ୍ରଭୁ। ଆମର ଭୁଲ ତ୍ରୁଟି କ୍ଷମା କର। ଆଜି ଦିନଟି ସୁଖମୟ ହେବ, ଆନନ୍ଦମୟ ହେବ, ପବିତ୍ରମୟ ହେବ। ପ୍ରଭୁ ତୁମେ ଦୟା କର ବା ସାହାଯ୍ୟ କର। ବାକ୍ୟ ଦେଇକି ଆମକୁ ତୃପ୍ତ କର। ଆମେ ଯୋଉ ବାକ୍ୟ ପଢିବୁ, ଯୋଉ ବାକ୍ୟ ଶୁଣିବୁ, ବାକ୍ୟ ଅନୁମୋଦନ ଜୀବନ କାଟିବୁ, ସେଥିମଧ୍ୟ ତୁମେ ସାହାଯ୍ୟ କର। ପ୍ରଭୁ ମୁଁ କିଛି ନୁହେଁ, ଧୂଳି ମାତ୍ର ହେଲେ ମଧ୍ୟ ତୁମେ ମତେ ବାଛିଲ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ଜଗତରେ କେତେ ବଡ ବଡ ଧନୀ ମାନେ ଜ୍ଞାନୀ ମାନେ ଅଛନ୍ତି ପ୍ରଭୁ, ମୋ ପରି ନଗଣ୍ୟକୁ ତୁମେ ବାଛିଛ ପ୍ରଭୁ। ତୁମକୁ ଧନ୍ୟବାଦ ଦଉଛି ରାଜା। ଦୟା କର ବା ସାହାଯ୍ୟ କର। ମତେ ହଜାର ଲୋଚା ବ୍ୟବହାର କର। ମୋ ମୁଖର ଅଗ୍ରଗତି ହୁଅ। ମହିମା ପ୍ରଶଂସା ସବୁ ତୁମକୁ ଦେଇ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟ ନାମରେ ମାଗୁଅଛି ପିତା, ଆମେନ ଆମେନ ଆମେନ୍। ପ୍ରେଜ ଲର୍ଡ ସମସ୍ତଙ୍କୁ। ପ୍ରେଜ ଲର୍ଡ, ପ୍ରେଜ ଲର୍ଡ। ଆସନ୍ତୁ ଆମେ ବାକ୍ୟ ନିକଟକୁ ଯିବା, ବାକ୍ୟକୁ ପଢିବା। ଲୁକ ଲିଖିତ ସୁସମାଚାର 35 ପଦ, 12-35 ପଦ। ତୁମ୍ଭମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଆଉ ପ୍ରଭୁ ବିବାହ ଉତ୍ସବକୁ ବାହୁଡ଼ି ଆସି ଦ୍ୱାରରେ ମାରିବା ମାତ୍ର ଯେଉଁ ଲୋକମାନେ ତାଙ୍କ ନିମନ୍ତେ ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମେମାନେ ସେମାନଙ୍କ ପରି ହୋଇ ରହିଥାଅ। ପ୍ରଭୁଙ୍କ ବାକ୍ୟରେ ଆମେ ପଢିଲେ ଯେ ତୁମମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଏ କଟି ବୋଲି ଆମେ ତ ଜାଣିଥାଉ, ଅନ୍ତତଃ ଆମର ଅଣ୍ଟାକୁ ଆମେ କଟି ବୋଲି ବାନ୍ଧି ଜଣା ପଡିଥାଏ, କିନ୍ତୁ ଏ ଗୋଟେ କଟି। ଏ କଟି କଣ? ସେ ଲେଖାଯାଏ ତୁମ୍ଭମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଆଉ ପ୍ରଭୁ ବିବାହ ବୋଝରୁ ବାହୁଡ଼ି ଆସିବେ, ସେ ଉତ୍ସବକୁ ଯାଇ ଆସି ବାହୁଡ଼ି ଆସି ଆମ ଦ୍ୱାରକୁ ମାରିବେ। ସେତେବେଳେ ସମୟରେ କିଏ କବାଟ ଖୋଲୁଛି, କେମିତି ସେ ଅଛି ବୋଲି ପ୍ରଭୁ ଆମକୁ ଦେଖିବା ପାଇଁ ଆସିବେ। ତ ସେ ସମୟରେ ଆମେ କେତେ ସୁସଜ୍ଜିତ ଅଛୁ, କୋଉ ପ୍ରକାର ଆମ ମନ ଅଛି, କୋଉ ପ୍ରକାର ଆମେ ପ୍ରଭୁଙ୍କ ସାଙ୍ଗରେ ଅଛୁ, ସେ ଆମକୁ ସେଠି କହୁଛନ୍ତି ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାନ୍ତି। ତତ୍କ୍ଷଣାତ୍ ପୁଣି ଦ୍ୱାର ଫିଟେଇବାର ଅଛି। ପ୍ରଭୁ ଯେତେବେଳେ ଆସିବେ ଆମେ ତତ୍କ୍ଷଣାତ୍ ଦ୍ୱାରକୁ ଫିଟାଇବାର ଅଛି। ଆଉ ସେମିତି ଆମେ ଜାଗ୍ରତ ଅଛୁ କି ନାହିଁ, ପ୍ରଭୁ ଆମକୁ କହୁଛନ୍ତି। ରହିବା ପାଇଁ ଆମକୁ ସେ କହୁଛନ୍ତି, ତୁମମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଏ କଟି ହଉଛି ଆମମାନଙ୍କର ମନ ରୂପ କଟି। ଆମର ମନ ଆମେ କୋଉ ପ୍ରକାର ରଖିଛୁ। ଆମେ ଚର୍ଚ୍ଚ ଯାଉଛୁ, ପ୍ରାର୍ଥନା କରୁଛୁ, ବାକ୍ୟ ଶୁଣୁଛୁ, କିନ୍ତୁ ଚର୍ଚ୍ଚରେ ବସି ଥାଇକି ମଧ୍ୟ ଆମେ ଆଜି ମନରେ ଭାବିଥିବୁ ମୁଁ ଆଜି ଉପବାସ ପ୍ରାର୍ଥନାଟି ରଖିବି, ଆଉ ପ୍ରାର୍ଥନା କରିବି, ବେଶୀ ସମୟ ପ୍ରଭୁଙ୍କ ସାଙ୍ଗରେ ସମୟ କାଟିବି, ପ୍ରଭୁଙ୍କ ପାଖରେ ବସିବି, ବାକ୍ୟ ଅଧ୍ୟୟନ କରିବି, ଏସବୁ ମନ ଭାବିଥିବୁ। କିନ୍ତୁ ଏମିତି ଗୋଟେ ଶୈତାନ ମନ ଆଣିବ ଯେ ସେ ସମୟରେ ଆମେ ସେଇ ମଣ୍ଡଳୀରେ ବସିକି, ସେଇ ଜାଗାରେ ଥାଇକି ଆମେ କେବଳ ସେଠି ବସିଥିବା, କିନ୍ତୁ ଆମ ମନ ଆମେରିକା ବୁଲି ପଳେଇ ଆସିବ। ଆମର ମନ କୁଆଡେ ଯାଇ ପଳେଇ ଆସିବ। କଣ କରିଥିବୁ, କଣ ଭାବିଥିବୁ, ମୁଁ ଏଠୁ ଗଲେ କଣ ଖାଇବି, କଣ କରିବି, କୋଉ ରୋଷେଇ କରିବି, କୋଉ ପ୍ରକାର ଜିନିଷ କଣ, ସବୁ ପ୍ରକାର ମନରେ ଆସୁଥିବ। ଆମର ମନଟା ବିଚଳିତ ହେଇଯାଇଥିବ। ଏ ମନକୁ ସୁସ୍ଥିର ରଖିବା ପାଇଁ ଆମେ ପ୍ରଭୁଙ୍କ ପାଖରେ ମାଗିବାର ଅଛି। ପ୍ରଭୁଙ୍କ ଚରଣ ତଳେ ଆମେ ପ୍ରତ୍ୟେକ ଦିନ ନିଜକୁ ସଜାଡୁଥିବାର ଅଛି। କାରଣ ଆମର ମନ ହିଁ ସବୁଠାରୁ ଗୋଟେ ବିଷୟ। ସେ ମନଟା କେତେ ଆଡେ ପଳେଇଯାଏ। ଏଇଠି ବସିଛି, ମୁଁ ଏଇ ଘରଟାରେ ଏଇ ଜାଗାଟାରେ ବସିଥିବି, ମୁଁ ସିନା ବସିଥିବି। ସେଥିପାଇଁ ଆମର କେତେ ଜଣ କହନ୍ତି ଯେ ବଡିଟା ହଉଛି ପ୍ରେଜେଣ୍ଟ, କିନ୍ତୁ ମାଇଣ୍ଡଟା ଆବସେଣ୍ଟ। ମାଇଣ୍ଡଟା କୁଆଡେ ବୁଲୁଥିବ। ତ ଆମମାନେ ସେଇଭଳିଆ ନ ହଉ, ଆମେ ଜାଗ୍ରତ ରହୁ,
ଆମେ ଜାଗ୍ରତ ରହିକି ଏ ମନକୁ ସ୍ଥିର ରଖିବାର ଅଛି। ହେଲେ କେମିତି ରଖିବା ନା ପ୍ରଭୁଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନରେ ମନକୁ ସ୍ଥିର ରଖିଲେ ବାକ୍ୟ ଅନୁମୋଦନ ଜୀବନ କାଟିବା ନାହିଁ। ପ୍ରଭୁ କହିଛନ୍ତି ମୁଁ ତ ପ୍ରାର୍ଥନାରେ ବସିଛି, କାହିଁକି ସେଗୁଡାକ ମନରେ ଦେବି ବୋଲି ଆମେ ମନକୁ ସ୍ଥିର ରଖିବାର ଅଛି। କାରଣ ମନଟା ହଉଛି ବହୁତ ବଡ ବିଷୟ। ସେ ମନ ଦ୍ୱାରା ଆମେ କେତେ କଣ କରିଥାଉ, ଏ ମନରେ ଆମେ କେତେ କଣ ଭାବନା ସବୁ ମନକୁ ବିଚଳିତ କରିଥାଏ। ଆମର ମନକୁ ସୁସ୍ଥିର କରିବା ପାଇଁ କେବଳ ପ୍ରଭୁଙ୍କ ପାଖରେ ଏକା ଆମେ ଶରଣ ନେଲେ, ପ୍ରଭୁଙ୍କୁ ମାଗିଲେ, ପ୍ରଭୁଙ୍କ ପାଖରେ ବସିଲେ ପ୍ରଭୁ ସେ କାର୍ଯ୍ୟ କରନ୍ତି। ଆମର ମନ ସରଳ ଭାବରେ ଚାଲୁଥାଏ, କିନ୍ତୁ ଏମିତି ବିଚଳିତ କରିଦିଏ ଯେ କୁଆଡେ କୁଆଡେ ମନ ପଳେଇ ଯାଇଥାଏ। ଆମେ ଅନେକ ପ୍ରକାର ଚିନ୍ତା କରୁ, ଆମର ମନୋନୟନ କଣ ଅଛି ସେପଟେ ଯାଉ, ଆମର ମନକୁ କୁଆଡେ କୁଆଡେ ଆମେ ରଖିଦେଇଥାଉ। ସେଭଳିଆ ନ କରିକି ଆମେ ପ୍ରଭୁଙ୍କୁ ଭୟ କରିବା। ପ୍ରଭୁଙ୍କୁ ଯଦି ଭୟ କରିବା ନାହିଁ, ପ୍ରଭୁ ମତେ କହିଛନ୍ତି, ପ୍ରଭୁ ମତେ ଭୟ ଦେଇଛନ୍ତି ତାଙ୍କ ସାଙ୍ଗ ରହିବା ପାଇଁ, ପ୍ରଭୁଙ୍କର ବାକ୍ୟକୁ ଆମେ ମନରେ ପକେଇଲେ ସେ ସମୟରେ ସେଇଟା ଦୂର ହେଇଯିବ। ସେ ବାକ୍ୟ ଗୁଡାକ ଆମ ଭିତରେ ଥିବାକୁ ପଡିବ। ବାକ୍ୟ ଅନୁଯାୟୀ ଜୀବନ କାଟୁଥିବା ବୋଇଲେ ଆମେ କଟିକୁ ବାନ୍ଧି ପାରିବା, ଏ ମନେର କଟି ବନ୍ଧିକିରି ଆମେ ରଖିପାରିବା। ନହେଲେ ଆମେ ନିଜରୁ ନିଜେ କରିବଲେ ରହିପାରିବାନି। ମୁଁ କେତେ ଥର ଭାବିଥାଏ ଏଟା କରିବି, ଆଜି ବସି ବେଶୀ ସମୟ ବାଇବେଲ ପଢିବି, ବେଶୀ ସମୟ ପ୍ରାର୍ଥନା କରିବି, ଏସବୁ ମନ ଭାବିଥାଏ, କିନ୍ତୁ ମନଟା ସେଭଳିଆ ନଥାଏ, କୁଆଡେ କୁଆଡେ ପଳେଇ ଯାଇଥାଏ। କାରଣ ଏଣେ ତେଣେ ମନ ଶୟତାନର ମନ, ସ୍ଥିର ମନ ହଉଛି ପ୍ରଭୁଙ୍କ ମନ। ଏଣେ ତେଣେ ହଉଥିବା ମନ ହଉଛି ଶୟତାନର ମନ। ବାଇବଲରେ ଲେଖାଯାଏ ଯେ ଶୟତାନ ପୁଣି ଏଣେ ତେଣେ ବୁଲି ଆସିଲା, ତାପରେ ପରମେଶ୍ୱରଙ୍କ ପାଖକୁ ଗଲା ଆଉ କହିଲା ମୁଁ ଆୟୋବ ପାଖକୁ ଯିବି, ମତେ ଅନୁମତି ଦିଅ ବୋଲି ସେ କହିଥିଲା। ସେ ପ୍ରଭୁଙ୍କୁ ମଧ୍ୟ ପଚାରୁଛି, ଏଣେ ତେଣେ ବୁଲୁଛି, ଫେର ପ୍ରଭୁଙ୍କୁ ପଚାରୁଛି ଆଉ ମୁଁ ତା ପାଖକୁ ଯିବି ବୋଲି କହୁଛି, ମତେ ଅନୁମତି ଦିଅ ବୋଲି କହୁଛି। ତ ସେ ପ୍ରଭୁଙ୍କୁ ମଧ୍ୟ ପଚାରିକି ଆସୁଛି, ଆମେ ପ୍ରଭୁଙ୍କ ପାଖକୁ, ସେ ମଧ୍ୟ ପ୍ରଭୁଙ୍କ ପାଖକୁ ଯାଇ ଆସୁଛି। କିନ୍ତୁ ଆମେ କେତେ ପ୍ରଭୁଙ୍କ ପାଖରେ ରହିବୁ, ତାର ବିଷୟକୁ ଆମେ ଧରିଛୁ ନା ପ୍ରଭୁଙ୍କ ବିଷୟକୁ ଧରିଛୁ। ପ୍ରଭୁ ସେଦିନ ବିବାହ ଉତ୍ସବରୁ ଆସିଲା ବେଳେ ଆମେ ତତ୍କ୍ଷଣାତ ଦ୍ୱାର ଖୋଲିବାକୁ ମନ ରଖିଛୁ ନା ଆଉ କୋଉଠି ମନ ରଖିଛୁ, ସେ ମନର କଟିକୁ ଆମେ ବାନ୍ଧିବାର ଅଛି। ପ୍ରଥମ ପିତର 1:13 ଲେଖାଯାଏ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମମାନଙ୍କ ପ୍ରତି ବର୍ତ୍ତିବ ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ। ପ୍ରଭୁଙ୍କ ପାଖରେ ଆମେ କୋଉ ପ୍ରକାର ମନ ରଖିଛୁ ସେଠି ଲେଖା ହଉଛି, ସେଠି ଅତଏବ ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ। ଆମେ ପୁଣି ସଚେତନ ଥିବାର ଅଛି। ଚେତନା ଅଲଗା, ସଚେତନ ଅଲଗା। ସଚେତନ ହୋଇଥିବାର ଅଛି। ପୁଣି ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମମାନଙ୍କ ପ୍ରତି ବର୍ତ୍ତିବ, ପ୍ରଭୁ ଯେତେବେଳେ ଆସିବେ, ପ୍ରଭୁଙ୍କର ଆସିବାର ଅନୁଗ୍ରହ ସମୟରେ ଯୋଉ ଆମକୁ ଯାହା ବର୍ତ୍ତିବ, ଯୋଉ ଅନୁଗ୍ରହ ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ। ସେଇଟା ପାଇଁ ଆମେ ଭରସା ରଖିବାର ଅଛି। ଆମେ ଜଗତରେ ଅଛୁ, ଆମେ ଜଗତର ଭିତରେ ରହିଯାଇଛୁ ନା ପ୍ରଭୁଙ୍କ ଆଡେ ମନ ଦେଇଛୁ, ସେଇଟା ସେଦିନ ପ୍ରଭୁ ଆମକୁ ଦେଖିବେ। ସେଦିନ ଆମ ଠାରୁ ସେ ପ୍ରଭୁ ଜାଣିବେ ଯେ ଇଏ କୋଉଠି ମନ ରଖିଛି। ସଚେତନ ହୋଇ ଜାଗ୍ରତ ଥାଉ ବୋଲିକି ପ୍ରଭୁଙ୍କ ବାକ୍ୟରେ କୁହାଯାଏ। ସେଠି ଆମେ ବାକ୍ୟ ପଢିଲେ ଜାଗ୍ରତ ହୋଇଥିବା, ପୁଣି ସଚେତନ ହେବା ଆଉ ଜାଗ୍ରତ ହେବା। ଏ ଜାଗ୍ରତ କେମିତି ନା ସ୍ଥିର ରହିଲେ, ଅସ୍ଥିର ପରି ହେଲେ ହବ ନାହିଁ। ସ୍ଥିର ରହିଲେ ଆମେ କେତେକ ଜାଗାରେ ଦେଖିଥାଉ, ଏ ଗୋଟେ କାମ କରିବ ଆଉ ଗୋଟେ କାମ ସେଠି ମନ ପଳେଇଥିବ, ଏ ଗୋଟେ ବିଷୟ କରିବ ଆଉ ଗୋଟେ ବିଷୟ ପାଇଁ ମନ ପଳେଇଥିବ। ଆମର ଏ ସବୁ ବିଷୟ ପାଇଁ ଆମେ ପବିତ୍ର ଆତ୍ମାକୁ ଥିବାର ଅଛି, ପବିତ୍ର ଆତ୍ମାକୁ ଆମେ ମାଗିବାର ଅଛି। ପବିତ୍ର ଆତ୍ମା ଯଦି ସାଙ୍ଗରେ ଥିବେ, ପବିତ୍ର ଆତ୍ମା ଆମକୁ କଢେଇ ନେବେ। ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ଯଦି ଚାଳିତ ହଉଥିବା ବୋଇଲେ ପବିତ୍ର ଆତ୍ମା ଆମ ଜୀବନରେ ସେ ସ୍ଥିର କାର୍ଯ୍ୟ କରିବେ, ସେ ଆମକୁ ସଚେତନ ରଖିବେ, ସେ ଆମକୁ ତେଜ୍ୟାନ କରିବେ। ଆମେ ଯେ ସମୟରେ ମଳିନ ପଡିଯାଉଛୁ, ସେ ସମୟରେ ପ୍ରଭୁ ଆମକୁ ପବିତ୍ର ଆତ୍ମା ଦ୍ୱାରା ତେଜ୍ୟାନ କରିବେ। ଆମେ ସେ ତେଜ୍ୟାନ ପାଇଁ ବୋଲି ସ୍ଥିର ଥିବାର ଅଛି। ଆମେ ଯଦି ଏପଟ ସେପଟ ମନ ରଖିଦେଇଥିବା,
ଏଣେ ତେଣେ ରହିଯାଇଥିବା ଆମର ମନ ଯଦି ସ୍ଥିର ନଥିବ, ବାକ୍ୟ ପ୍ରତି ମନ ନଥିବ, ବାକ୍ୟଟା ପଢିଦେଲୁ ଛାଡିଦେଲୁ, ସେଥିରେ ଯଦି ମନ ନ ଦେଇଥିବା ବୋଇଲେ ଶୈତାନ ଆମକୁ ଏଣେ ତେଣେ ନେଇଯିବ, ଆମର ମନ ଏଣେ ତେଣେ ହେଇଯିବ। ଆଉ ସେ ସମୟରେ ପ୍ରଭୁ ଯେତେବେଳେ ଆସିବେ ବିବାହ ଭୋଜରୁ ଆସିକି ଆମ ଦ୍ୱାରକୁ ବାଡେଇବେ, ଆଉ ସେ ଦ୍ୱାର ବାଡେଇଲା ବେଳେ ଆମେ ତତ୍କ୍ଷଣାତ ଦ୍ୱାର ଖୋଲୁଛୁ ନା କେତେବେଳେ ଦ୍ୱାର ଖୋଲୁଛୁ, ଆମର ସେଇଟା ଆମେ ନିଜକୁ ସମୀକ୍ଷା କରିବାର ଅଛି। ଆମେ ଆଜି ନିଜକୁ ସେଇଟା ନିଜେ ସମୀକ୍ଷା କରି ଦେଖିବାର ଅଛି ଯେ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ଚାଳିତ ହେବାର ଅଛି। ଆମର ସେ ବିଚଳିତ ମନ ଅଛି ନା ସ୍ଥିର ମନ ଅଛି? ଆଜି ସାରା ଜଗତ କୋଉ ପ୍ରକାର ଚାଲିଛି, ସାରା ଜଗତର ଲୋକମାନେ ଯାଉଛନ୍ତି ସେଠି ଡୁବକି ମାରିବା ପାଇଁ, ଆଉ ସେଠି ଯାଇକି ମରଣ ହଉଛି, ମଧ୍ୟ ଚୋରି ମଧ୍ୟ ହଉଛି, ବ୍ୟଭିଚାର ମଧ୍ୟ ହଉଛି, କୋଉ ପ୍ରକାର କାର୍ଯ୍ୟ ଚାଲିଛି, ସେଗୁଡାକ ଦେଖିବା ପାଇଁ, ସେଗୁଡାକରେ ଚାଲିବା ପାଇଁ ଲୋକମାନଙ୍କର ବହୁତ ଆନନ୍ଦ, ବହୁତ ପ୍ରିୟ। କିନ୍ତୁ ପ୍ରଭୁ ଆମକୁ ସ୍ଥିର ମନରେ ଡାକୁଛନ୍ତି, ସ୍ଥିରରେ ରହିବା ପାଇଁ। ତାଙ୍କ ସାଙ୍ଗରେ ପ୍ରଭୁଙ୍କର ବାକ୍ୟ ଲେଖାଯାଇ ମୋର ଜ୍ୱାଳି ଉଶ୍ୱାସ, ପ୍ରଭୁଙ୍କର ଜ୍ୱାଳି ଉଶ୍ୱାସ ଜ୍ୱାଳି। ଆଉ ପ୍ରଭୁଙ୍କ ଜ୍ୱାଳି ପାଖକୁ ଆମେ ଯିବାକୁ ବଡ କଷ୍ଟ ଲାଗୁଛି ମନୁଷ୍ୟମାନଙ୍କୁ, କାରଣ ପ୍ରଭୁ ଆମକୁ ଯେତେବେଳେ ଗଢିଥିଲେ ସରଳ ଭାବରେ ଗଢିଥିଲେ। ଆମେ ମନୁଷ୍ୟ ନିଜେ ନିଜେ କେତେ ପ୍ରକାର ଉଦ୍ଭାବନ କଲୁ। ଏ ମନୁଷ୍ୟ ବୁଝିପାରୁନି ଯେ ସୃଷ୍ଟିକର୍ତ୍ତା ଆମର କିଏ, ଆମକୁ କିଏ ସୃଷ୍ଟି କଲେ, ଆମେ କାହାର ଅଧୀନରେ ଅଛୁ, ଆମେ କାହାର ପାଖରେ ଚାଲିଛୁ, କାହା ଚାଳିତରେ ଆଜି ଆମେ ଅଛୁ, ଆମ ଜୀବନ କୋଉଠି ଅଛି, ଏ ବିଷୟ ଆଜି ମନୁଷ୍ୟ ଜାଣିପାରୁନି। ଯଦିଓ ସେ ଲୋକମାନେ ଯାଉଛନ୍ତି, ସେମାନେ ନିଜ ଜୀବନକୁ ଏତେ ବଡ ଶୀତରେ ମତେ ଜଣେ କହୁଥିଲେ, ଆଉ ଶୀତ ଏତେ ଥଣ୍ଡା, ଆଉ ସେ ପାଣି ସବୁ ଯୋଉ ତାର କୋହଲା ଆସୁଥିଲା, କୋହଲା ପବନରେ ମୁଁ ଥରିଗଲି, ଆଉ ସେଠି ମୁଁ ପଡିଗଲି। ସେଠି 3-4 ଜଣ ଛିଡା ହେଇଥିଲେ। ମୁଁ କହିଲି ପ୍ରଭୁ, ଦୁଇ ହାତ ଟେକିକି କହିଲି, ପ୍ରଭୁ ତୁମକୁ ଧନ୍ୟବାଦ, ଏସବୁ ବିଷୟରେ ମତେ ତୁମେ ରକ୍ଷା କରିଛ, ଏସବୁ କଷ୍ଟରୁ ମତେ ଉଦ୍ଧାର କରିଛ, ସେଥିପାଇଁ ପ୍ରଭୁ ତୁମ ନାମକୁ ଧନ୍ୟବାଦ। ଲୋକ ଯାକ ଚୁପଚାପ ହେଉନଥିଲେ, ସେଗୁଡାକ ମୋରି ଘରର ଲୋକ ଯାକ। ପ୍ରଭୁ କାର୍ଯ୍ୟ କରନ୍ତୁ, ଏଇଭଳିଆ ଲୋକମାନଙ୍କୁ ସ୍ପର୍ଶ କରନ୍ତୁ। ପ୍ରାର୍ଥନା ଆମେ କରୁଛନ୍ତି, ପ୍ରଭୁ ତାଙ୍କ କାର୍ଯ୍ୟ କରିବେ, କିନ୍ତୁ ଏଇଭଳିଆ ଲୋକମାନେ ସେଠିକି ଯିବା ପାଇଁ ମନ ଅଛି, ପ୍ରଭୁଙ୍କ ପାଖରେ ସ୍ଥିର ରହିବା ପାଇଁ, ପ୍ରଭୁଙ୍କ ପାଦ ତଳେ, ପ୍ରଭୁଙ୍କ ପାଖରେ ପାଦ ତଳେ ବସିବା ପାଇଁ ତାଙ୍କୁ ବହୁତ କଷ୍ଟ ଲାଗୁଛି, କାରଣ ସେଟା ଶୈତାନର ମନ। ଶୈତାନ ମନ ଏପଟେ ସେପଟେ ବୁଲୁଥିବ, ଏଣେ ତେଣେ ଶୈତାନର ମନ। କିନ୍ତୁ ସଦା ପ୍ରଭୁଙ୍କ ମନ ଯିଏ ରଖିଥାଏ, ପ୍ରଭୁଙ୍କର ବାକ୍ୟ ଲେଖାଯାଏ, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ, କାରଣ ସେ ତୁମ୍ଭଠାରେ ନିର୍ଭର ରଖେ। ପ୍ରଭୁଙ୍କ ଠାରେ ଯିଏ ନିର୍ଭର ରଖିଛି, ଯାହାର ମନ ପ୍ରଭୁଙ୍କ ଠାରେ ସ୍ଥିର ଅଛି, ପ୍ରଭୁ ତାକୁ ସମ୍ପୂର୍ଣ୍ଣ ଶାନ୍ତି ରଖିବେ ବୋଲିକିରି ବାକ୍ୟ ଦେଇଛନ୍ତି ପ୍ରଭୁ। ଯେଶାୟ 26:3 ପଦରେ। ପ୍ରଭୁ ଆମର ମହାନ ପବିତ୍ର ପରମେଶ୍ୱର, ଆମକୁ ସେଥିରୁ ରକ୍ଷା କରିକି ତାଙ୍କରି ସନ୍ତାନ କରିଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ। ଏ ସାରା ଜଗତ ଆଜି ଏପଟେ ବୁଲିଲା ବେଳେ ପ୍ରଭୁ ଆମକୁ, ପ୍ରଭୁଙ୍କ ଲୋକମାନଙ୍କୁ ପ୍ରଭୁ ସଚେତନ ରଖିଛନ୍ତି, ପ୍ରାର୍ଥନା ଜୀବନ ରଖିଛନ୍ତି, ବାକ୍ୟରେ ସଚେତନ ରହିବା ପାଇଁ ଆମକୁ ପ୍ରଭୁ ଶିକ୍ଷା ଦଉଛନ୍ତି। ଆମର କଟି ବନ୍ଧା ଥିବ, ଆଉ ପ୍ରଦୀପ ଜଳୁଥିବ। କୋଉ ପ୍ରକାର ପ୍ରଦୀପ ଜଳିବ? ଯେ ଆମେ ପବିତ୍ର ଆତ୍ମାରେ ରହିଲେ, ପବିତ୍ର ଆତ୍ମାକୁ ମାଗିବା, ପବିତ୍ର ଆତ୍ମା ଆମକୁ କଢେଇ ନେବେ, ପବିତ୍ର ଆତ୍ମା ଆମ ସାଙ୍ଗରେ ରହିଲେ ଆମେ ସଚେତନ ହେଇପାରିବା। ନଚେତ ସେଦିନ 10 କନ୍ୟା ଯେମିତି ଜଗି ରହିଥିଲେ, ତୈଳ ଧରି ନଥିଲେ 5 କନ୍ୟା, ଆଉ 5 କନ୍ୟା ତୈଳ ଧରିଥିଲେ, ଆଉ ସେ 5 କନ୍ୟା ତୈଳ ଧରିଥିଲେ ବୋଲିକି ଆଉ ପ୍ରଭୁ ଆସୁ ଆସୁ ଆଉ ସେମାନେ ଯାଇପାରିଲେ। ତୈଳ ହଉଛି ପବିତ୍ର ଆତ୍ମା। ତୈଳ ଆଗରେ ଆମେ ଦେଖିଥିଲେ, ତୈଳ ଧରିଲେ ଡିବି ଲଗାଯାଏ, ଡିବି ତୈଳ ଯଦି ନଥିବ, ଡିବି ଶୁଖିଗଲେ, ତୈଳ ଶୁଖିଗଲେ ଡିବି ଲିଭିଯିବ। ଆମ ଜୀବନରେ ଯଦି ତୈଳ ନାହିଁ, ଯଦି ପବିତ୍ର ଆତ୍ମା ନାହାନ୍ତି, ଯଦି ପ୍ରଭୁଙ୍କ ବାକ୍ୟ ନାହିଁ, ପ୍ରଭୁଙ୍କ ପାଖରେ ଆମେ ଯଦି ସ୍ଥିର ରହିନୁ, ଯଦି ପ୍ରଭୁଙ୍କର କାର୍ଯ୍ୟକୁ ଆମେ ଯଦି ସ୍ଥିର ରଖିନୁ, ଯଦି ତାଙ୍କ ପାଖରେ ତାଙ୍କର ଅନୁମୋଦନ ଜୀବନ କାଟିନୁ ବୋଇଲେ ଆଉ କୋଉ ସମୟରେ କଣ ହବ ଆମକୁ ଜଣା ନାହିଁ। ପ୍ରଭୁ ଯେତେବେଳେ ଆସିବେ ତାଙ୍କର
ବିବାହ ଭୋଜରୁ ଆଉ ଆମକୁ ନେବା ପାଇଁ, ଆଉ ସେତେବେଳେ ସମୟରେ ଆମେ ଅସ୍ଥିର ହେଇଥିବା, ଆମେ ପ୍ରଭୁଙ୍କ ପାଖକୁ ଯିବା ପାଇଁ ଦ୍ୱାର ଖୋଲି ପାରିବା କି ନାହିଁ, ଆମେ ନିଜକୁ ନିଜେ ଆଜି ସମୀକ୍ଷା କରିବା। ଆମେ ସେଇ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ପ୍ରଭୁଙ୍କୁ ମାଗିବା। ଆଉ ପ୍ରଭୁଙ୍କ ବାକ୍ୟରେ ପ୍ରଭୁ କହିଲେ ଯେ ମୋ ଠାରେ ରହେ, ମୋ ଯାହା ଠାରେ ରହେ, ସେ ଉତ୍ତମ ଫଳ ଫଳେ, କାରଣ ମୋ ବିନା ତୁମେ ମାନେ କିଛି କରିନପାର। ପ୍ରଭୁଙ୍କ ବିନା ଆମେ କିଛି ମଧ୍ୟ କରିପାରିବାନି। ପ୍ରଭୁ ନଥିଲେ ଆମେ କିଛି ନୁହେଁ, ଫଳ ଶୂନ୍ୟ ଜୀବନ ହେଇଯିବା। ଫଳବାନ ଜୀବନ କେତେବେଳେ ହେବା? ପ୍ରଭୁଙ୍କୁ ସାଙ୍ଗରେ ରଖିଥିଲେ, ପ୍ରଭୁଙ୍କ ସାଙ୍ଗରେ ଚାଲୁଥିଲେ, କାରଣ ପ୍ରଭୁ ଆମର ଇମାନୁଏଲ ଈଶ୍ୱର, ଆମ ସାଙ୍ଗର ଈଶ୍ୱର। ସେ ଆମ ସାଙ୍ଗରେ ରହିବା ପବିତ୍ର ପରମେଶ୍ୱର, ଆମ ସାଙ୍ଗରେ ସେ ରହନ୍ତି। ଆମେ ମାଗିଲେ ଦିଅନ୍ତି, କହିଲେ ଶୁଣନ୍ତି, ସେଇଭଳି ବାପାକୁ ଆମେ ପାଇଛନ୍ତି। ମୁଁ ଏମିତି କହେ, ବାପା ଆଜି ମୋର ଏଇ କାମ ହେବାର ଅଛି, ବାପା ଆଜି ମୁଁ ସେଠି ଯିବାର ଅଛି, ମୁଁ ବାପା ବୋଲି ଡାକିକି ଯାଏ। ବାପା ମତେ ଏଇ କାମ କରିବାର ଅଛି, ମତେ ଆଜି ଏଠି ଆଉ ଆଜ୍ଞା ମାନଙ୍କ ପାଖରେ ବାକ୍ୟ ଦେବାର ଅଛି, ମୁଁ କୋଉ ପ୍ରକାର ଦେବି ପ୍ରଭୁ? ମୁଁ ତ ଧୂଳି ମାତ୍ର, ମତେ କିଛି ବି ଜଣା ନାହିଁ। ଅନେକ ପ୍ରକାର ଆଜ୍ଞା ମାନେ ଅଛନ୍ତି, ସବୁ ବିଷୟ ବୁଝିବା, ମୁଁ ତ କିଛି ନୁହେଁ। ପ୍ରଭୁ ମତେ ଏଇ ବାକ୍ୟକୁ ଯେତେବେଳେ ମୁଁ ପ୍ରାର୍ଥନା କଲି, ପ୍ରଭୁ ଏଇ ବାକ୍ୟକୁ ମତେ ସେତେବେଳେ ସମୟରେ ଦେଇଥିଲେ। ଆଉ ମୁଁ ଯେତେବେଳେ ପ୍ରଭୁଙ୍କୁ ମାଗିଲି, ପ୍ରାର୍ଥନା କଲି, ପ୍ରଭୁଙ୍କୁ କହିଲି, ପ୍ରଭୁ ମୁଁ କୋଉ ପ୍ରକାର କହିବି? ମୁଁ କିଛି ନୁହେଁ। ଆଜି ମୁଁ ଜାଣିପାରେ ନାହିଁ ଏ ବାକ୍ୟ ଦ୍ୱାରା କାହାର ମନ କୋଉ ପ୍ରକାର ଅଛି, କିଏ କଣ ଭାବୁଛନ୍ତି, କାହାକୁ କେତେ ଭଲ ଲାଗିଛି ମୁଁ ଜାଣିନାହିଁ। କିନ୍ତୁ ମତେ ଯେତିକି ପ୍ରଭୁ ଶିକ୍ଷା ଦେଲେ, ମୁଁ ପ୍ରଭୁଙ୍କ ଶିକ୍ଷାରେ ଯେତିକି ପାଇଲି, ଆଉ ମୁଁ ସେତିକି ଆଜି ପ୍ରଭୁଙ୍କ ପାଖରେ ଶରଣ ମାଗିକି ଆଉ କରିଲି, ଆଉ ସେ ବିଷୟକୁ ସବୁ ପଢିଲି, ଆଉ ସଚେତନ ହେବା ପାଇଁ ପ୍ରଭୁ ମତେ ଯୋଉ ଶିକ୍ଷା ଦେଲେ, ଆଉ ସେ ଅନୁଯାୟୀ ମୋ ଜୀବନ ଅଛି କି ନାହିଁ ଆଜି ମୁଁ ନିଜକୁ ସମୀକ୍ଷା କରିବି। ପ୍ରିୟମାନେ, ଆମେ ଜାଗ୍ରତ ହେବା, ଆମେ ବାକ୍ୟ ପଢିବା। ପ୍ରିୟମାନେ, ଆମେ ପ୍ରାର୍ଥନା କରୁଥିବା ପ୍ରତ୍ୟେକ ଦିନ। ଆମେ ତ ସବୁଦିନ ପ୍ରାର୍ଥନା କରୁଛୁ, ଆମେ ଖ୍ରୀଷ୍ଟିଆନ ଲୋକ, କିନ୍ତୁ କୋଉ ପ୍ରକାର ପ୍ରାର୍ଥନା କରୁଛୁ? ଆମର ମନ କୋଉଠି ଥାଇକି ଆମେ ପ୍ରାର୍ଥନା ରଖୁଛୁ? ଆମ ମନକୁ, ଆମର କଟିକୁ ବାନ୍ଧିଛୁ କି ନାହିଁ? ଆମ ପ୍ରଦୀପ ଜଳୁଛି କି ନାହିଁ? ଆମେ ନିଜେ ନିଜେ ସମୀକ୍ଷା କରୁଥିବା। ମୋର ଆଜି କଟି ବନ୍ଧା ଅଛି କି ନାହିଁ? ଆଉ ମୁଁ ଆଜି ପ୍ରଦୀପ ମୋର ଜଳୁଛି କି ନାହିଁ? ପବିତ୍ର ଆତ୍ମାରେ ମୋର ମନ ଅଛି କି ନାହିଁ? ପବିତ୍ର ଆତ୍ମା ମତେ ଗାଇଡ କରିଛନ୍ତି ନା ଏ ଜଗତର ଲୋକମାନେ ମତେ ଗାଇଡ କରୁଛନ୍ତି? ଯେତେବେଳେ ଆମର ଏଇ କଣ କଣ ଶୁଣାଯାଏ, ଆଜି ଏମିତି କାଲି ସେମିତି, ସେ ସବୁ ମୁଁ ସେଗୁଡାକୁ ଧ୍ୟାନ ଦିଏନି। ମୁଁ କହେ, ଆମର ସାନ ଝିଅ ଥରୁଥାଏ, ମୁଁ କହିଲି, ଝିଅ ତୁ ଏତେ ଦୂର ରହୁଛୁ, ଆଉ କେତେବେଳେ କୋଉଠି କଣ, ଆଉ ଭଲ ନାହିଁ ଏ କାମ, କଣ ଭଲ ନାହିଁ ବୋଲି କହୁଛୁ? ଲଙ୍ଗଳରେ ହାତ ଦେଇ ପଛକୁ ଅନେଇବୁ ନା ବୋଲି ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ। ମତେ ତ ପ୍ରଭୁଙ୍କ କାର୍ଯ୍ୟରେ ପଠାଇଛୁ, ଫେର କହୁଛୁ କୋଉଠି କଣ ହବ? କୋଉଠି କଣ ହେଲେ ମରିବା, ଉଠିଲେ ମରିବା, କିଛି ସେଟା ପାଇଁ ଆମର ଭୟ ରଖିବାର ନାହିଁ, କାରଣ ପ୍ରଭୁଙ୍କର ବିନା ଅନୁମତିରେ ଆମକୁ ମୃତ୍ୟୁ ଆସିବ ନାହିଁ। ପ୍ରଭୁଙ୍କର ଯଦି ଅନୁମତି ଥିବ ମୃତ୍ୟୁ ଆସିବ, ମୃତ୍ୟୁକୁ ଭୟ କରିବାର ନାହିଁ। ସତରେ ମୁଁ ବି ସେଟା ଧ୍ୟାନ ଦେଲି, ଯେତେବେଳେ ଏଇ ସବୁ କି ଫିଲ୍ମ ଆସି କଣ ହେଇଛି କୋଉଠି, ପ୍ରଭୁଙ୍କର ଅନୁମତି ବିନା କିଛି ହବ ନାହିଁ। ପ୍ରଭୁ ଅନୁମତି କରିଲେ ହବ, ପ୍ରଭୁଙ୍କ ବିନା ଅନୁମତିରେ ଆମ ପାଖକୁ କିଛି ଆସିବ ନାହିଁ। ଆମେ କେତେ ସଚେତନ ଅଛୁ, ଆଉ କେତେ ଆମର ପ୍ରଦୀପ ଜଳୁଛି, କେତେ ଆମେ କେମିତି କଟି ବାନ୍ଧିଛୁ, ସେଇଟା ଆମକୁ ପ୍ରଭୁ ସେତେବେଳେ ଦେଖିବେ। ଆମର ଯଦି କଟି ବନ୍ଧା ଅଛି, ପ୍ରଦୀପ ଜଳୁଛି, ନିଶ୍ଚୟ ପ୍ରଭୁ ଆମ ସାଙ୍ଗରେ ଅଛନ୍ତି, ଆଉ ପ୍ରଭୁ ଆମକୁ ନିଶ୍ଚୟ ପଥ ପଢାଇ ନେବେ। ପ୍ରଭୁଙ୍କ ପାଖରେ ଯଦି ଆମେ ସ୍ଥିର ରହିଛୁ, ସେ ଲେଖାଯାଏ, ତେଣୁ ଲେଖା ଅଛି, ତୁମ୍ଭେ ମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର। ଆମେ ପ୍ରଭୁଙ୍କ ପାଖରେ ରହିବାର ଅଛି, ଆଉ ପ୍ରଭୁଙ୍କ ପାଖରେ ଆମେ ପବିତ୍ର ରହିବାର ଅଛି। ନିଜରୁ ତ କରିପାରିବା ନାହିଁ, କିନ୍ତୁ ପ୍ରଭୁଙ୍କୁ ମାଗିବା। ଆଉ ଯେ ମୁଖାପେକ୍ଷା ନ କରନ୍ତି, ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣ ଆପଣଙ୍କୁ ପ୍ରବାସ କାଳ ସଭୟରେ କ୍ଷେପଣ କର। ଆମେ ଯୋଉ ପ୍ରବାସ କରୁଛୁ, ଆମେ ସଭୟରେ କ୍ଷେପଣ କର ବୋଲି ପ୍ରଭୁଙ୍କର ବାକ୍ୟରେ ଦିଆଯାଏ। ପ୍ରଭୁଙ୍କ ତଳୁ ତଳୁ ବାକ୍ୟ ପଢିଲା ବେଳକୁ ବହୁତ ପ୍ରଭୁଙ୍କ ବାକ୍ୟ ସୁମିଷ୍ଟ, ମଧୁଚାକ ଠାରୁ ଆଉ ସୁମିଷ୍ଟ। ପ୍ରଭୁଙ୍କ ବାକ୍ୟକୁ ଆମେ ମନ ରଖିକି ଆମେ ପଢୁଥିବା ପ୍ରଭୁ ଆମକୁ କାର୍ଯ୍ୟ କରିବେ।
କାରଣ ଆମେ ଭୟ ହେଲେ ଏଇ ଦିନ ଆମର ଭୟର ଦିନ ନୁହେଁ, ଏଇ ଦିନ ଆମର ପ୍ରାର୍ଥନାର ଦିନ, ସଚେତନର ଦିନ, ଜାଗ୍ରତର ଦିନ। ଆମେ ଯେତେ ଜାଗ୍ରତ ହେବା, ଯେତେ ଆମେ ପ୍ରଭୁଙ୍କ ପାଖରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା, ପବିତ୍ର ଆତ୍ମା ପ୍ରଭୁଙ୍କୁ ମାଗିବା, ଆଉ ସେତେବେଳେ ସେ 5 କନ୍ୟା ସୁବୁଦ୍ଧି ଥିଲେ, ସେ 5 କନ୍ୟାଙ୍କ ତୁଲ୍ୟ ଆମେ ମଧ୍ୟ ବରଙ୍କ ସାଙ୍ଗରେ ଯାଇପାରିବା। ତୈଳ ଯଦି ଆମ ଭିତରେ ଅଛି, ତୈଳକୁ ଧରି ଆମେ ଜାଗ୍ରତ ଅଛୁ, ଆମେ ପ୍ରଭୁଙ୍କୁ ତୈଳ ମାଗିବା। ଆମେ ନିଜର କିଛି କରିପାରିବା ନାହିଁ। ପ୍ରଭୁ କହିଛନ୍ତି ନା, ଯେ ମୋ ଠାରେ ରହେ, ମୁଁ ଯାହା ଠାରେ ରହେ ସେ ଉତ୍ତମ ଫଳ ଫଳେ, କାରଣ ମୋ ବିନା ତୁମେ ମାନେ କିଛି କରିପାର ନାହିଁ। ପ୍ରଭୁଙ୍କ ବିନାରେ ଆମେ କିଛି ମଧ୍ୟ କରିନପାରୁ। ପ୍ରଭୁ ଆମର ମହାନ ପବିତ୍ର ପରମେଶ୍ୱର, ତାଙ୍କୁ ଧରିକି ଆମେ ରାସ୍ତା କାଢୁଥିବା। ପ୍ରଭୁ ଆମକୁ ପଥ କଢାଇ ନିଅନ୍ତୁ। ଏ ସୁନ୍ଦର ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଭୁଲ ଥିଲେ କ୍ଷମା ଦେବେ, ଆପଣ ମାନେ ଭୁଲ ଥିଲେ କ୍ଷମା ଦେବେ। ପ୍ରେଜ୍ ଲର୍ଡ ସମସ୍ତ। Praise the Lord. Amen. Amen. Amen.